ନାଇଁ ମୋର ସ୍ପଷ୍ଟୀକରଣ ହେଲା ମୁଁ କୌଣସି ବିଜେପି ସାଙ୍ଗରେ ମୋର ସମ୍ପର୍କ ନାହିଁ କି ବିଜେପିରେ ମୋର ମିଶିବାର ସେମିତି ଯୋଜନା ନଥିଲା। ତାଙ୍କର ଗୋଟେ ସେଦିନ ଏମିତି ରାଲି ତାଙ୍କର ସଭାପତି ରାଲି କରୁଥିଲେ। ମୁଁ ସେତେବେଳକୁ ଇନ୍ଦିରା ଗାନ୍ଧୀ ଛକରେ ଠିଆ ହେଇଥିଲି। ଆଉ ସେ ସଭାପତି ବି ମୋର ଟିକେ ଆଗରୁ ଚିହ୍ନା ଥିଲା। ମୁଁ ଅବଶ୍ୟ ତାଙ୍କ ପାଖକୁ ଯାଇନି, ତାଙ୍କର କର୍ମୀ କେତେ ମୋତେ ଜବରଦସ୍ତ ନେଇକରି ତାଙ୍କ ପାଖରେ ଠିଆ କରେଇଦେଲେ। ଠିଆ କଲା ପରେ ମୋତେ ସେଠୁ ସାଙ୍ଗେ ସାଙ୍ଗେ ଟାୱାଲ ଦୁଇଟା ପିନ୍ଧେଇ ଦେଇ ଗଳାରେ ପିନ୍ଧେଇ ଦେଲେ, ଫୁଲହାର ଦୁଇଟା ପିନ୍ଧେଇ ଦେଲେ, ତାପରେ ଟୋପି ଗୋଟେ ପିନ୍ଧେଇ ଦେଲେ। ସେତିକି ଏକା। ଆଉ ମୁଁ ସେତିକିରେ ତାଙ୍କର ସାଙ୍ଗରେ ମୋର କୌଣସି ସାମିଲ ନାହିଁ କି ମୋର ତାଙ୍କର ସାଙ୍ଗରେ ଯୋଗାଯୋଗ ବି ନଥିଲା। କିନ୍ତୁ ଏ ମୋତେ ଗୋଟେ ମୋ ଭାଇକୁ ବ୍ଲେମ୍ କରିବା ପାଇଁ ଏଇଟା ଗୋଟେ ଚକ୍ରାନ୍ତ କରିକି ମୋତେ ସେଠାରେ ସେମିତି ଟୋପି ଫୁପି ପିନ୍ଧେଇଛନ୍ତି। ଆଉ ଦେଖନ୍ତୁ ଯୋଉ ଫଟୋ ଭିଡ଼ିଓ ଭାଇରାଲ କରୁଛନ୍ତି ଏ ବିଷୟରେ କ'ଣ କହିବେ? ନାଇଁ, ଏଇଟା ସବୁ ତାଙ୍କର ଚାଲ। ଆଚ୍ଛା, ସେଠି କ'ଣ କ'ଣ ହେଉଥିଲା, ମାନେ ତାଙ୍କର କାର୍ଯ୍ୟକ୍ରମ କ'ଣ ଥିଲା? ଏବଂ ତାଙ୍କର କାର୍ଯ୍ୟକ୍ରମ କ'ଣ ହେଉଥିଲା, ତାଙ୍କର ସଭାପତି ଆସିଥିଲେ, ବାଜା ବାଦ୍ୟ ବାଜିକିରି ସେଠି ନୃତ୍ୟ ନାଟ୍ୟ କ'ଣ ଏମିତି ତାଙ୍କର ଚାଲିଥିଲା। ଆଚ୍ଛା, ଆପଣ ବିଜେଡ଼ିରେ କେତେ ବର୍ଷ ହେଲାଣି ଅଛନ୍ତି? ବିଜେଡ଼ି ପାଇଁ କ'ଣ କ'ଣ କରିଛନ୍ତି? ବର୍ତ୍ତମାନ କେଉଁ ପଦବୀରେ ଅଛନ୍ତି କ'ଣ କହିବେ? ମୁଁ ବର୍ତ୍ତମାନ ଉପସଭାପତିରେ 25 ବର୍ଷ ହେଲାଣି କାମ କରୁଛି। ଆଉ 25 ବର୍ଷ ଉପରେ ମୁଁ ବହୁତ ରାଜନୀତିରେ ମୋର ଭାଇ ପଦ୍ମନାଭ ବେହେରାଙ୍କ ସାଙ୍ଗରେ ମୁଁ ରହିଛି। ତାଙ୍କ ସାଙ୍ଗରେ ତାଙ୍କ ବିନା ମୁଁ କୌଣସି ଦଳକୁ ଯିବାର ନାହିଁ। କି ସେ ବିଜେପି ବାଲା ମୋତେ ଯେତେ ଚକ୍ରାନ୍ତ କରିକି ଯେତେ ବଦନାମ କଲେ ମଧ୍ୟ ମୁଁ ବିଜେପିକୁ ଯିବାର ନାହିଁ। ସେଦିନ ତ 25 ତାରିଖ ଦିନ ଆମେ ମିଳିତ ଭାବରେ ଥିଲୁ, ଆମର ଜିଲ୍ଲା ପ୍ରଦୀପ ନୀଳଗିରି ଦିଗାଲ, ପ୍ରଦୀପ ବେହେରା ଏବଂ ମୁଁ। କାହିଁକିନା ସେ ଯେଇ ମାନେ ଆମର ଚେୟାରମ୍ୟାନ୍ ଏବଂ ପ୍ରଦୀପ ବେହେରା ଏବଂ ନୀଳଗିରି ଦିଗାଲ ଯିଏକି ଜିଲ୍ଲା ପ୍ରଦୀପ, ତାଙ୍କୁ କିଛି କହିଥିଲେ ବୋଲି ତାଙ୍କୁ କିଛି ଆମେ ତାକୁ ୱାର୍ଣ୍ଣିଂ ଦେବା ବୋଲି ଭାବିଥିଲୁ। ସକାଳେ ମିଶିଥିଲୁ, କିନ୍ତୁ ପରବର୍ତ୍ତୀ ସମୟରେ ତ ସେଠୁ ବାଜା ବାଦ୍ୟ ତାଙ୍କର ଷ୍ଟାର୍ଟ ହେଇଥାଏ। ତାପରେ ସେ ସମୟ ଭିତରେ ମୁଁ ପଳେଇଲି, କାହିଁକିନା ମୋର ଗୋଟେ ପ୍ରୋଗ୍ରାମ୍ ଥାଏ ଆମର ଶେଷକାଳ ସେବାଶ୍ରମରେ। ସେଠିକି ପଳେଇଲା ପରେ କିଛି ସମୟ ପରେ ପୁଣି ଫଟୋ ଗୋଟେ ଆଇଲା ଏମିତି କଥା ହେଇଛି ବୋଲି। କିନ୍ତୁ ସେଇଟା ତ ଠିକ୍ ନୁହଁ। କାହିଁକିନା ଆମେ କଥା ହେଇଛୁ ଯେ ମାର୍ଚ୍ଚ 5 ପାଇଁ ବୋଲି ଉଦ୍ଦିଷ୍ଟ ଥିବା ବି ଲକ୍ଷ୍ୟ ବି ଅଛି। ମାର୍ଚ୍ଚ 5 କେମିତି ମାଧ୍ୟମରେ ଆମେ କ'ଣ କରି ଆମେ ଜିଲ୍ଲା ମାଧ୍ୟମକୁ ନେଇକି ଆମେ ଏ ବିଜୁ ଜନତା ଦଳ ପ୍ରତିଷ୍ଠା ଦିବସ କେମିତି ପାଳନ କରିବା ସେ ଉଦ୍ଦେଶ୍ୟ ନେଇ କଥା ବି ହେଇଛୁ। କିନ୍ତୁ ଏଇ ଯେଉଁ ଯାଇକି ଯେଉଁ ତାଙ୍କୁ ମୁଁ ବି ଭାବୁଛି, କାହିଁକିନା ଏବେ ଯେତେବେଳେ ଆମର ଯିଏକି ଏଇ ଯେଉଁ କନ୍ଧମାଳ ଜିଲ୍ଲାର ଯିଏକି ପ୍ରତିଷ୍ଠାତା କହିଲେ ଅତ୍ୟୁକ୍ତି ହେବନି ଯେ ପଦ୍ମନାଭ ବେହେରା, ସେଇ ଦଳକୁ ଯିଏକି ଆଗେଇ ନେଇଥିଲେ, ଯିଏ ଆଜି ସିଏ ଜିଲ୍ଲା ଦାୟିତ୍ୱ ନେବା ପାଇଁ ଯେତେବେଳେ ଆସୁଛନ୍ତି, ତେଣୁ ବୋଧେ ମୁଁ ଯାହା ଭାବୁଛି ଅନ୍ୟ ଦଳର ଯେଉଁ ଏ ଯେଉଁ ବିଜେପି ହୁଅନ୍ତୁ ବା କଂଗ୍ରେସ ହୁଅନ୍ତୁ, ଯେହେତୁ ପଦ୍ମନାଭ ବେହେରା ଆସୁଛନ୍ତି ବୋଲି ଶୁଣିଲେ ତାଙ୍କ ପୁରା ଛାନିଆ। ତେଣୁ ମଧ୍ୟ ମୁଁ ଯାହା ଭାବୁଛି ଯେ ତାଙ୍କ ଭାଇ ଆମର ପ୍ରଦୀପ ବେହେରା ଯିଏକି ଉପସଭାପତି ଅଛନ୍ତି, ତାଙ୍କୁ ଗୋଟେ ବଦନାମ କରିବା ପାଇଁ ବୋଲି ଗଣମାଧ୍ୟମ ସବୁ ଲିଖିତ ମାଧ୍ୟମରେ ସବୁ ଖବର ପ୍ରସାରଣ କରିଛନ୍ତି।